ପିଲାମାନେ ଆଜି ଆମେ ଆଉ ଏକ ନୂଆ ଗପଟିଏ ଶୁଣିବା। ଗପଟିର ନାଁ କାଉ କାହିଁକି କଳା। ଗୋଟିଏ ଗଛରେ ଦୁଇଟି ଚଢ଼େଇ ରହୁଥିଲେ। ଦିନେ ଦୁଇ ଜଣଙ୍କ ଭିତରେ କଳି ହେଲା। କଳି ଲାଗୁ ଲାଗୁ ଦୁହେଁ ଗଛରୁ ଖସିବାକୁ ଲାଗିଲେ। ବୁଢ଼ୀଟିଏ ସେ ଗଛ ତଳେ ଘର କରି ରହୁଥିଲା। ସେ ରୋଷେଇ ସାରିଥିଲା। ଚୁଲିରୁ ଅଙ୍ଗାର କାଢ଼ି ଗୋଟିଏ ଜାଗାରେ ରଖିଥିଲା। ପାଉଁଶ ତକ ଆଉ ଏକ ଜାଗାରେ ରଖିଥିଲା। ଗଛରୁ ଖସି ଗୋଟିଏ ଚଢ଼େଇ ଅଙ୍ଗାର ଉପରେ ପଡ଼ିଗଲା। ତା ରଙ୍ଗ କଳା ହେଇଗଲା। ସେ ହେଲା କାଉ। ଆର ଚଢ଼େଇଟି ପାଉଁଶ ଉପରେ ପଡ଼ିଲା। ତା ରଙ୍ଗ ଧଳା ହୋଇଗଲା। ସେ ହେଲା ବଗ। ଗପଟିଏ ଶୁଣିଲ, ବହୁତ ମଜା ଲାଗିଥିବ ନୁହେଁ? ପିଲାମାନେ, ଆଜି ଆମେ ଏହି ଗପରୁ କିଛି ନୂଆ ଶବ୍ଦ ଶିଖିଲେ। ସେ ଶବ୍ଦ ଗୁଡ଼ିକ ହେଲା କାଉ, ବଗ, ବୁଢ଼ୀ, ଘର, ପାଉଁଶ, ଅଙ୍ଗାର, ରଙ୍ଗ, ଧଳା, କଳା। ଶବ୍ଦ ଗୁଡ଼ିକ ଶିଖିଲ। ଏ ଶବ୍ଦ ଗୁଡ଼ିକୁ ଖାତାରେ ଲେଖ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।